ଜାଗୃତି ଆଜି ସମୟର ଚକ ଏମିତି ଘୁରୁଛି ଯେ ଯେଉଁଠି ଦିନେ ମୁଁ ଠିଆ ହୋଇଥିଲି ସେଠାରେ ଆଜି ତୁମେ ତୁମର ଅପେକ୍ଷାର ଫଳ ପାଇଲ, ତୁମେ ଅନୁଭବକୁ ପାଇଲ। କିନ୍ତୁ ମୁଁ ଭାବୁଛି ତୁମେ କେବଳ ସେହି ଅନୁଭବକୁ ପାଇଛ ଯାହାକୁ ଦୁନିଆ ଦେଖିଛି, ନା ସେହି ମଣିଷକୁ ପାଇଛ ଯାହାକୁ ମୁଁ ଦିନେ ସଜେଇବାକୁ ଚେଷ୍ଟା କରୁଥିଲି। ମୋ ପାଇଁ ସେ କେବଳ ଜଣେ ସୁପରଷ୍ଟାର ନଥିଲେ, ଥିଲେ ମୋ ସଂସାର। କିନ୍ତୁ ବୋଧହୁଏ ମୋ ତପସ୍ୟାର କିଛି ଅଭାବ ଥିଲା। ମୁଁ ହାରିଗଲି ବୋଲି କହୁନାହିଁ, କିନ୍ତୁ ଆଜି ମୁଁ ମୁକ୍ତ। ମୋ ମନରେ ଅଛି କିଛି ପ୍ରଶ୍ନ। ତୁମେ ଯେଉଁ ଅଧିକାର ଆଜି ପାଇଛ ସେଥିରେ କେତେ ଶାନ୍ତି ଅଛି? ଜଣଙ୍କର ଉଜ୍ଜଳ ସଂସାର ଉପରେ ନିଜର ପ୍ରାସାଦ ଗଢିବା କଣ ପ୍ରକୃତ ସୁଖ? ତୁମେ ତୁମର ଜାଗର ବ୍ରତ କରି ଜଣକୁ ତ ପାଇଗଲ, କିନ୍ତୁ ସେହି ସମ୍ମାନ ଫେରାଇ ଆଣିପାରିବ ତ? ମୁଁ କାହାକୁ ଦୋଷ ଦେବି ନାହିଁ। କୁହାଯାଏ ଭାଗ୍ୟରେ ଯାହା ଲେଖାଯାଇଥାଏ ତାହା ହିଁ ହୁଏ। ତୁମେ ତାଙ୍କ ଜୀବନରେ ନୂଆ ରଙ୍ଗ ଭରିଛ ବୋଲି କହୁଛ, କିନ୍ତୁ ମନେ ରଖ, ଯେଉଁ ରଙ୍ଗ ଅନ୍ୟର ଲୁହରେ ଧୋଇ ହୋଇ ଆସିଥାଏ ତାହା ବେଶୀ ଦିନ ରହେ ନାହିଁ। ଅନୁଭବ ଆଜି କାନ୍ଦୁଛନ୍ତି, ହୁଏତ ସେ ନିଜର ଭୁଲ ପାଇଁ କାନ୍ଦୁଛନ୍ତି କିମ୍ବା ନିଜର ଅସହାୟତା ପାଇଁ। ତୁମେ ତାଙ୍କୁ ପାଇସାରିବା ପରେ ବି ଯଦି ତାଙ୍କ ଆଖିରେ ଲୁହ ଅଛି, ତେବେ ତୁମର ଏହି ଜାଗର ଫଳ କଣ? ଆଜି ବି ମୋର ଠାକୁରଙ୍କ ପାଖରେ ସେତିକି ଶାନ୍ତି। ମୋର କୌଣସି ଅଭିଯୋଗ ନାହିଁ। ତୁମକୁ ତୁମର ନୂଆ ଜୀବନ ମୁବାରକ। କିନ୍ତୁ ମନେ ରଖ, ସମୟ ସବୁଠାରୁ ବଡ ବିଚାରପତି। ଅନୁଭବ ମତେ ଦିନେ ଝୁରିବେ, ହେଲେ ମୁଁ ତାଙ୍କୁ ଝୁରିବାକୁ ସମୟ ପାଉନଥିବି, କାରଣ ମୁଁ ସମାଜ ସେବାରେ ବ୍ୟସ୍ତ ଥିବି। ଆଜ୍ଞା, ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ହେଉଛି ବର୍ଷା, ଅନୁଭବ, ଜାଗୃତିଙ୍କ ବିଷୟରେ। ଜାଗୃତି ବର୍ଷା କାଳେ ଏକାଠି ମୁହାଁମୁହିଁ ହୋଇଥିବେ, ଅନୁଭବ କାନ୍ଦୁଥିବେ ବୋଲି ବର୍ଷା ଜାଗୃତିଙ୍କୁ କହୁଥିବାର ଚର୍ଚ୍ଚା ହେଉଛି। ତେବେ ସବୁଠାରୁ ବଡ କଥା ହେଉଛି ଅନୁଭବ କାହିଁକି ବର୍ଷାକୁ ଝୁରିବେ? ତାଙ୍କ ପାଖରେ ତ ଜାଗୃତି ଅଛନ୍ତି। ଅନୁଭବ କାନ୍ଦୁଥିବେ ନା ବର୍ଷାଙ୍କ ଏହି କଥା ଶୁଣି ରାଗୁଥିବେ ବୋଲି ଲୋକମାନେ କହୁଛନ୍ତି। କିନ୍ତୁ ଏକଥାର ସତ୍ୟାସତ୍ୟ କେତେ ଅଛି ତାହା ଆମେ ଜାଣୁନାହୁଁ। କିନ୍ତୁ ସୋସିଆଲ ମିଡିଆରେ ଏମିତି କିଛି ଗୁଜବ ଚର୍ଚ୍ଚା ହେଉଛି ଯାହାକୁ କିଛି ଲୋକ ଅତି ସହଜରେ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ଗୁଜବ ଖବର କହୁଥିବାର ନଜର ଆସୁଛି। ତେବେ ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି। ସତରେ କଣ ଜାଗୃତି ଅନୁଭବକୁ ବୁଝାଉଥିବେ? ସତରେ କଣ ବର୍ଷା ଜାଗୃତି ମୁହାଁମୁହିଁ ହୋଇଥିବେ? ନା ଅନୁଭବ ସତରେ ରାଗିଥିବେ? ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ତେବେ ଯଦି ବର୍ଷା ଅନୁଭବ ମୁହାଁମୁହିଁ ହୋଇଥିବେ, ତେବେ କଣ ହୋଇଥିବ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ତେବେ ଆମେ ଆପଣଙ୍କୁ ପୁଣି ଥରେ କହି ରଖୁଛୁ, ଏମିତି କିଛି ହୋଇନାହିଁ। କିନ୍ତୁ ଏବେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହେଉଛି, ଯାହାକୁ ବିଶ୍ୱାସ କରି ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଉଥିବାର ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ, ୱିନେସ୍ ଲାଇଭ୍।